ତୁ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ, ତାଙ୍କରି ଔରସେ ଜନମ ହୋଇ ତୁ କେଉଁ ଗୁଣେ ତାଙ୍କୁ ଶୁଣି। ଜୟ ଜଗନ୍ନାଥ। ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ନିଭରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପୁରୁଣା ବେତେଣ୍ଡା। ଆଜି ଏହି ବିଦ୍ୟାଳୟରେ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାର ନାମ ହେଉଛି ଆମ ସଂସ୍କୃତି ଓ ଆମ ଖେଳନା। ଆସନ୍ତୁ ଦେଖିବା ବିଦ୍ୟାଳୟର ପିଲାମାନେ କିପରି ଭାବରେ ସୁନ୍ଦର ସୁନ୍ଦର ଖେଳନା ପ୍ରସ୍ତୁତ କରିଛନ୍ତି ଏବଂ ଏ କାର୍ଯ୍ୟକ୍ରମରେ କେମିତି ସେମାନେ ନିଜର ବିବରଣୀ ପ୍ରଦାନ କରୁଛନ୍ତି। ଆସନ୍ତୁ ସମସ୍ତେ ଦେଖିବା। ଯାହା ହେଉ, ବିଦ୍ୟାଳୟ ପ୍ରବେଶରୁ ସର୍ବପ୍ରଥମେ କାର୍ଯ୍ୟର ଆରମ୍ଭରେ ଜଗତରନାଥ ଜଗନ୍ନାଥ ମହାପ୍ରଭୁ, ବଡ଼ ଠାକୁର ବଳଭଦ୍ର, ମା ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯାଇ ସୁନ୍ଦର ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ଉତ୍କୃଷ୍ଟ କଳାର ଦେଶ ବୋଲି ଆମ ଓଡ଼ିଶାର ନାମ ହେଉଛି ଉତ୍କଳ। ତେବେ ଆସନ୍ତୁ ଆମ ଏହି ଉତ୍କଳର ସନ୍ତାନମାନେ କାରୁକାର୍ଯ୍ୟରେ ବିମଣ୍ଡିତ ହୋଇ କିପରି ଖେଳନା ପ୍ରସ୍ତୁତ କରିଛନ୍ତି ଦେଖିବା। ଦେଖନ୍ତୁ, ପ୍ରାରମ୍ଭରେ ସୁନ୍ଦର ଭାବରେ ଗୋଟେ କଳସ ମଧ୍ୟ ପ୍ରସ୍ତୁତ କରି ବସାଇଛନ୍ତି ଏବଂ ଆଗକୁ ଆଉ କ'ଣ କ'ଣ ସେମାନେ ପ୍ରସ୍ତୁତ କରିଛନ୍ତି ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ସମସ୍ତେ ଦେଖିବା। ଏଇଟା ହେଉଛି ମାଠିଆ। ପୂର୍ବ କାଳରେ ଏଇ ମାଠିଆରେ ଜଳ ଆମେ ରଖୁଥିଲୁ, ଯାହାଦ୍ୱାରା ଖରାଦିନେ କି ଜଳ ଗୁଡ଼ିକ ଥଣ୍ଡା ରହୁଛି। ଇଏ ହେଉଛି କଳସ। ଆମ ମାନେ ପରମ୍ପରାରେ ଅଛି ଯେ ଯେତେ ଶୁଭ କାର୍ଯ୍ୟ ଅଛି ତାର ପ୍ରାରମ୍ଭରେ ଆମେ କଳସ ବସାଇଲେ କାର୍ଯ୍ୟଟି ଅଧିକ ସୁରୁଖୁରୁରେ ହୋଇଥାଏ। ଆଉ ପୂର୍ବ କାଳରେ ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ କରିବାକୁ ବାହାର ଦେଶକୁ ଯାଉଥିଲେ, ଜାଭା ସୁମାତ୍ରା ଆଦି ଜାଗାକୁ ଯାଉଥିଲେ। ତାହାର ନିଦର୍ଶନ ରୂପେ ଏଇ ବୋଇତ ଅଛି। ଦେଖୁଛନ୍ତି ବର୍ତ୍ତମାନ ଭଗବାନ ଶଙ୍କରଙ୍କର ଗୋଟେ ସୁନ୍ଦର ମୂର୍ତ୍ତି ବି ପିଲାମାନେ କରିଛନ୍ତି। ଆସନ୍ତୁ ଦେଖିବା, ପିଲାମାନଙ୍କ ଠାରୁ କିଛି ବି ଉତ୍ତର ଆମେ ପାଇପାରିବା। ମାଟିର ବାସନ କୁସନ କ'ଣ କରନ୍ତୁ ଏଥିରେ? ଆଗରୁ ସବୁ ଏମିତି ମାଟିର ବାସନ ବ୍ୟବହାର କରୁଥିଲେ ଘରମାନଙ୍କରେ। ପ୍ରତ୍ୟେକ ଘରର ଡାହାଣ ପଟେ ରହିଥାଏ। ଶୁଭ କାର୍ଯ୍ୟକୁ ଯିବା ପୂର୍ବରୁ ଆକୁ ଦେଖିକି ଗଲେ କାର୍ଯ୍ୟ ସଫଳ ହୋଇଥାଏ। ଅଶୋକ ଚକ୍ରରେ ତ୍ରିରଙ୍ଗ କରିଛୁ ନାଇଁ? ଆଚ୍ଛା, ବଢ଼ିଆ ହେଇଛି, ସୁନ୍ଦର ହେଇଛି। ଏଇଟା ସବୁଠୁ ସୁନ୍ଦର ହେଇଛି। ଏଇଟା କେମିତି କଲୁ? କାଠମାଟିରେ କରିଛୁ? ସେ କାଠମାଟି କୋଉଥିରେ ହେଇଛି? ଏଇଟା ଶୋପିସ୍। ନଡ଼ିଆ ଗଛ, ନଡ଼ିଆ ଗଛ ଘର ବହୁତ ସୁନ୍ଦର ଝୋଟି ଚିତା କରିଛି। ଶିଳପୁଆ, ଶିଳପୁଆ ସୁନ୍ଦର ହେଇଛି ପୁରା। ଏ ଶିଳପୁଆଟା ବହୁତ ସୁନ୍ଦର ହେଇଛି। ଇଏ ରୁଟି ବେଲଣା ବାଡ଼ି, ଇଏ ଚୁଲି, ଚୁଲି ଉପରେ ବସିଛି, ବାସନ ବସିଛି। ଏଥିରେ କ'ଣ ହୁଏ? ଏଇଟା କ'ଣ ତମେ ରଖିଛ? ଏଇଟା ତାଟିଆ, ହେମଦସ୍ତା। ଏଇଟା ଏଇଟା କ'ଣ କରୁଛ? ସୋଫାକୁ ବସିଛନ୍ତି ନା? ଚୁଲିଟା ସୁନ୍ଦର। ଏଇଟା ଗୋଟିଏ ଟେବୁଲ କରୁଛ ନା? ଘରରେ ଓଡ଼ିଆ ଘରର ଚାଳ ଘର ଏଇଟା ନା? ଚିତା ବିତା ସବୁ ପକେଇକିରି ମାଣବସା ଚିତା ଯେଉଁ ପଡ଼ିଛି ସୁନ୍ଦର ହେଇଛି। ଏଇଟା କ'ଣ କହିବ? ଏଇଟା ହେଲା ମାଣବସା। ମାଣବସା ହେଇଛି ମାର୍ଗଶିର ମାସ ଗୁରୁବାରରେ ସବୁ ଓଡ଼ିଆମାନେ ଏ ମାଣବସା ପାଳନ କରିଥାନ୍ତି। ଯେମିତି ପିଠାପଣା ଇତ୍ୟାଦି ସବୁ ଠାକୁରଙ୍କୁ ଭୋଗ ଲଗେଇଥାନ୍ତି। ଏଇ ମାଣବସା ପାଳନ କରାଯାଇଥାଏ। ଆଚ୍ଛା, ମାଣବସାରେ କାହାକୁ ପୂଜା କରାଯାଏ? ମା ଲକ୍ଷ୍ମୀ। ବହୁତ ବଢ଼ିଆ ହେଇଛି। ଦୋଳି, ଦୋଳି କ'ଣ ପାଇଁ, କେବେ କ'ଣ ତାର ମହତ୍ତ୍ୱ କ'ଣ କୁହ? ରଜରେ ତମେ କ'ଣ କର? ରଜ ଏଇଟା ଖ୍ରୀଷ୍ଟମାସ। କେଉଁ ଧର୍ମର ଏଇଟା ପ୍ରତିନିଧିତ୍ୱ କରୁଛି? ଖ୍ରୀଷ୍ଟିଆନ ଧର୍ମ। ଆଚ୍ଛା, ଆମ ସଂସ୍କୃତିରେ
ସବୁ ଧର୍ମକୁ ତୁମେ ପ୍ରାଧାନ୍ୟ ଦେଇଛ, କେବଳ ଓଡ଼ିଆ ସଂସ୍କୃତି ନୁହେଁ, ତୁମେ ଖ୍ରୀଷ୍ଟିଆନ ମୁସଲମାନ ସବୁ ଧର୍ମକୁ ନେଇ କିଛି କରିଛ। ଆଚ୍ଛା, ଏଇଟା ଗୋଟେ ଖ୍ରୀଷ୍ଟ ଧର୍ମର ବଡ଼ ଦିନରେ ଏଇଟା ବ୍ୟବହାର ହେଇଥାଏ ନା। ବହୁତ ବହୁତ ଧନ୍ୟବାଦ। ବସ। ଏଇଟା କ'ଣ? ବସ୍। ଢିଙ୍କିରେ କ'ଣ ହୁଏ? କେଉଁଠି ଦେଖିଥିଲ? ଢିଙ୍କିଟା ଘରେ ସବୁ ଥିଲା ଆଗରୁ, ଛୋଟବେଳେ ଦେଖିଥିବ ସବୁ। ଏବେ ତ ଆଉ ଢିଙ୍କିର ବ୍ୟବହାର ହେଉନି। ଆଚ୍ଛା, ତ ବଢ଼ିଆ ହେଇଛି, ବହୁତ ବଢ଼ିଆ ହେଇଛି। ବସ। ଏଇଟା କ'ଣ? ଘରର ମୁଖ୍ୟ ଦ୍ୱାର, ଘର ଆଗରେ ଚଉରା, ଏଇଠି କୂପ ହେଇଛି ଘର ଆଗରେ, ପାଣି କଢ଼ା ହେଇଛି। କୂଅରୁ ପାଣି କାଢ଼ିଲେ ଭଲ। ଆଗରୁ ସବୁ କୂଅରୁ ପାଣି କାଢ଼ିକି ବ୍ୟବହାର କରୁଥିଲେ। ଘର ଭିତରେ କ'ଣ ସବୁ କରିଛ ଟିକେ ସାର୍ ଦେଖେଇବେ? ଘର ଭିତରେ ଲାଇଟ୍। ବହୁତ ବଢ଼ିଆ ହେଇଛି। ଆଉ ଘର ଭିତରେ ସାର୍ ଲାଇଟ୍ ଫିଟିଂ କରିଛନ୍ତି, ଦେଖନ୍ତୁ ଟିକେ ଘର ଭିତରକୁ ଦେଖାନ୍ତୁ। ଦେଖନ୍ତୁ ସୁନ୍ଦର ହେଇଛି ଏ ଘରର ଭିତରଟି ଏବଂ କିପରି ଭାବରେ ଆଲୋକ ଲଗାଯାଇଛି ଘର ଭିତରେ। ଦେଖିବା ଯଦି ଘରର ବାହାରକୁ ପୁଣି ଆସିବା, ଘରର ବାହାରେ ସୁନ୍ଦର ଚଉରା ଗୋଟେ ରହିଛି ଏବଂ କୂପ ମଧ୍ୟ ରଖାଯାଇଛି ଗୋଟେ। ଧାନ କ୍ଷେତ, ଏଠି ଧାନ ଗଛ ଲଗା ହେଇଛି। ବିଭିନ୍ନ ପଶୁପକ୍ଷୀଙ୍କ ଠାରୁ ଧାନ ଗଛ ସୁରକ୍ଷା ଦେବା ପାଇଁ ପାଳଭୂତ ଛିଡ଼ା ହେଇଛି। ଏଇଟା ହେଉଛି ପାଳଭୂତ। ପାଳଭୂତ ଦେଖିଲେ କ'ଣ ହୁଏ? ପଶୁପକ୍ଷୀମାନେ ଭୟ କରିକି ଆସନ୍ତିନି ତାକୁ। ତାହେଲେ ଆମ ଶସ୍ୟ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ପାଳଭୂତ। କ'ଣ କହିବୁ ଟିକେ? ଚୌକି ବସିବା ପାଇଁ ଆଗ ଘରୁ ଯେଉଁ ବସୁଥିଲେ ସିଂହାସନ। ଏଇଟା କ'ଣ? ଖଡ଼ଗ। ଆମ ବୀରତ୍ୱର ପ୍ରତୀକ, ଓଡ଼ିଆ ସଂସ୍କୃତିର ବୀରତ୍ୱର ପ୍ରତୀକ ଖଡ଼ଗ, ରାଜାଙ୍କର ସିଂହାସନ। ଦେଖନ୍ତୁ କେମିତି ଗୋଟେ ସୁନ୍ଦର ପାଳଭୂତ ହେଇଛି, ଯେ କି କ୍ଷେତକୁ ରକ୍ଷା ମଧ୍ୟ କରୁଛି। ତାପରେ ଆପଣ ବି ଦେଖୁଛନ୍ତି ଆଗେ ବାଜୁଥିବ ସଂଗ୍ରାମ ବାଜା, ପଛେ ଆସୁଥିବ ତମେ, ହାତେ ଧରିଥିବ ବିଜୟ କେତନ, ଦେଖିବି ନୟନ କଣେ। ବୀର କ୍ଷତ୍ରିୟମାନଙ୍କ କଥା ବି এই ଅସ୍ତ୍ରକୁ এই ସିଂହାସନକୁ ଦେଖିଲେ ମନେ ପଡ଼ିଯାଉଛି। ଏଇଟା କ'ଣ କରିଛ? ଘର ନା, ବଢ଼ିଆ ହେଇଛି। ଆଗରୁ ଏଇଭଳିଆ ଚିତା ସବୁ କରାଯାଉଥିଲା, ଏବେ ତ ପୁରାତନ ଡିଜାଇନରେ କରିଛ, ବଢ଼ିଆ ହେଇଛି। ଏଇଟା କ'ଣ? କୂଅର ପାଣି ବ୍ୟବହାର କରୁଥିଲେ। ଏବେ ବିଭିନ୍ନ ପ୍ରକାର କ'ଣ ହେଲାଣି? ଏବେ କେମିତି ପାଣି କରୁଛନ୍ତି? ଟ୍ୟାପ୍ ସିଷ୍ଟମ୍ ସବୁ ହେଇଗଲାଣି, ଘର ଉପରେ ଟାଙ୍କି ବସାଯାଉଛି। କିନ୍ତୁ ଆଗ କାଳରେ କୂଅ ପାଣିଟା ଥଣ୍ଡା ଥିଲା ନା? ଏବେ ଯେଉଁ ପାଣି ଆସୁଛି ଭଲ? କୂଅ ପାଣି ଥଣ୍ଡା ଲାଗୁଥିଲା, ଭଲ ମଧ୍ୟ ଥିଲା। ଏଇଟା ହେଲା ଛାତଘର। ଏଇଟା କ'ଣ? ଛାତଘର। ମହାରାଜାଙ୍କ ଅଟ୍ଟାଳିକା। ଏବେ ଓଡ଼ିଆ ସଂସ୍କୃତିରେ ସବୁ ଏଇଭଳିଆ ଘର ମଧ୍ୟ କରାଯାଉଛି। ଭୂମିକମ୍ପ, ବାତ୍ୟା ଏସବୁକୁ ସୁରକ୍ଷା ଦେଇପାରିବ ଏଭଳି ଘର, ନା ନାହିଁ? ଏଇଟା କ'ଣ କହିବ ଟିକେ? ଏଇଟା କ'ଣ? ଗାଈ ଗୁହାଳ। ଏଠି ଗାଈ ଗୋଟିଏ ଅଛି, ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ସେ କରିଛି ଗାଈ ପାଖରେ ଘାସ ମଧ୍ୟ ଅଛି। ଯାହା ବର୍ତ୍ତମାନ ଆମକୁ ଦେଖିବା ପାଇଁ ମିଳୁନି କି ଲୋକମାନଙ୍କର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ, ଚାଳ ଘର ଏବଂ ଗାଈ ଗୋମାତା ମାନଙ୍କୁ ପୂଜା କରିବା, ସେମାନଙ୍କୁ ଘରେ ରଖିବା ପ୍ରାୟତଃ ଆମ ଗ୍ରାମାଞ୍ଚଳ ବି ଲୁକାୟିତ ହୋଇଯାଇଛି। କିପରି ଭାବରେ ସୁନ୍ଦର ଭାବରେ ପିଲାମାନେ କରିଛନ୍ତି ଦେଖନ୍ତୁ। ନିଶ୍ଚିତ ରୂପରେ ଆମର ପ୍ରାଚୀନ ଗ୍ରାମ୍ୟ ଜୀବନ ଠାରୁ ଆରମ୍ଭ କରି ସହରରେ ବି କିଛି ଜାଗାରେ ଏମିତି ବ୍ୟବହାର କରାଯାଉଥିଲା। ତା ଉପରେ ଦେଖନ୍ତୁ କେମିତି ଚାଳ ଉପରେ ସବୁ ବିଭିନ୍ନ ଲଟା ମାଡ଼ିଛି। ଏଇଟା କେଉଁ ଲଟା ହେଇଛି? ସବୁ ପାଣି କଖାରୁ, ଲାଉ ଏଇସବୁ ନା। ବଢ଼ିଆ ହେଇଛି, খুব সুন্দর হয়েছে। ଆପଣମାନେ ତ ନିଭରଣ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟର ଆମ ସଂସ୍କୃତି ଓ ଆମ ଖେଳଣାର କର୍ମଶାଳାକୁ ଦେଖିଲେ। ମୁଁ ଆଶା କରୁଛି ନିଶ୍ଚିତ ରୂପରେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଆପଣମାନେ ନିଜ ନିଜର ପିଲାମାନଙ୍କୁ ଏମିତି ସୁନ୍ଦର ସୁନ୍ଦର ଖେଳଣା ପ୍ରସ୍ତୁତ କରିବା ପାଇଁ ପ୍ରେରଣା କରାନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।